ପଲ୍ଲବୀ କହିବେ ତାଙ୍କର ଆଉ ମୋ ପ୍ରତି ବିଶ୍ୱାସ ଆସିବନି। ଏମିତି ପରିସ୍ଥିତିରେ ମୁଁ ଆଉ ଏଠି କେମିତି ରହିପାରିବି ଅପା। ତାପରେ ରିମଝିମ୍ କହିବେ ତୁ ଏକା ନୁହଁ ପଲ୍ଲବୀ, ତୋ ସାଙ୍ଗରେ ମୁଁ ଅଛି, ମା' ବି ଅଛନ୍ତି। ଆମେ ସମସ୍ତେ ମିଳିମିଶି ସେ ନନ୍ଦିନୀର ପର୍ଦ୍ଦାଫାଶ କରିବା। ପୁଣି କହିବେ ମୁଁ ଭଲ ଭାବରେ ଜାଣିଛି ତୋତେ ଫସେଇବା ପାଇଁ ନନ୍ଦିନୀ ଏସବୁ ଜାଣିଶୁଣି କରିଛି। ଜାଣିଶୁଣି ବଡ଼ମାଙ୍କୁ ତୋ ନାଁରେ ମିଛ କହିଛି ସେ। ଆମେ ଏ ମିଛକୁ ବଡ଼ମାଙ୍କ ସାମ୍ନାକୁ ଆଣିବା। କିନ୍ତୁ ତା ନ କରି ଯଦି ତୁ ଏଠୁ ଚାଲିଯିବୁ ତାହେଲେ। ତାପରେ ପଲ୍ଲବୀ କହିବେ ମୁଁ ଫେରିବି ଅପା। ତାପରେ ରିମଝିମ୍ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପୁଣି ପଲ୍ଲବୀ କହିବେ ପୁଣି ଥରେ ଏ ଘରକୁ ଫେରିକି ଆସିବି, କିନ୍ତୁ ପ୍ରମାଣ ସହିତ। ପୁଣି କହିବେ ସେ ନନ୍ଦିନୀ ସହିତ ଶେଷ ଲଢ଼େଇ ଲଢ଼ିବି। ସତ୍ୟ ଆଉ ଅସତ୍ୟର ଲଢ଼େଇ ଭିତରେ ସତ୍ୟର ଜୟ ନିଶ୍ଚୟ ହେବ ଅପା। ଆଉ ମୁଁ ସେ ନନ୍ଦିନୀକୁ ଏତେ ସହଜରେ ଛାଡ଼ିବିନି। ତାପରେ ସକାଳେ ମାୟା ତଳକୁ ଆସି ଠାକୁରଙ୍କୁ ଦେଖି କହିବେ ଆଶ୍ଚର୍ଯ୍ୟ, ତାମାନେ ଏପର୍ଯ୍ୟନ୍ତ ଠାକୁର ପୂଜା ହେଇନି। ପଲ୍ଲବୀ ଏଯାଏ ଶୋଇଛି। ତାପରେ ରୋଷେଇ ଘରକୁ ଯାଇ ରିମଝିମ୍କୁ କହିବେ ରିମଝିମ୍, ଆଜି କ'ଣ ପଲ୍ଲବୀ ତଳକୁ ଆସିନି? ତାପରେ ମମତା ଠାକୁର ପୂଜା କରିବେ। ଆଉ ତାପରେ କହିବେ ନାଇଁ ଦିଦି, ପଲ୍ଲବୀ ଏ ପର୍ଯ୍ୟନ୍ତ ତଳକୁ ଆସିନି, ବୋଧେ ସେ ନିଦରେ ଶୋଇଛି। ତାପରେ ରିମଝିମ୍ କହିବେ ନାଇଁ ମା, ପଲ୍ଲବୀ ନିଦରେ ଶୋଇନି କି ସେ ଆଉ ତଳକୁ ଆସିବନି ବଡ଼ ମା। ତାପରେ ମମତା କହିବେ ତଳକୁ ଆସିବନି ମାନେ? ତାପରେ ରିମଝିମ୍ କହିବେ ମାନେ ପଲ୍ଲବୀ ଏ ଘରେ ନାହିଁ। ତାପରେ ମାୟା, ମମତା, ନନ୍ଦିନୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତାପରେ ଆଦର୍ଶ ପଲ୍ଲବୀ ପଲ୍ଲବୀ, ଆରେ କୁଆଡ଼େ ଗଲ? ପଲ୍ଲବୀ, ତମେ ମୋ ପାଇଁ ଏ ପର୍ଯ୍ୟନ୍ତ ଚା ନେଇକି ଆସିଲନି କ'ଣ? କହି ତଳକୁ ଆସିବେ। ଆଉ କହିବେ କ'ଣ ହେଲା, ତମେମାନେ ସମସ୍ତେ ମୋତେ ଏମିତି ଚାହିଁ ରହିଛ କ'ଣ? ପଲ୍ଲବୀ କୁଆଡ଼େ ଗଲେ? ତାପରେ ରିମଝିମ୍ କହିବେ ପଲ୍ଲବୀ ଏ ଘର ଛାଡ଼ି ସବୁଦିନ ପାଇଁ ଚାଲିଯାଇଛି। କାଲି ରାତିରୁ ପଲ୍ଲବୀ ଘର ଛାଡ଼ି ଚାଲିଯାଇଛି। ତାପରେ ଆଦର୍ଶ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତାପରେ ଆଦର୍ଶ କହିବେ କାଲି ରାତିରୁ ପଲ୍ଲବୀ ଘର ଛାଡ଼ି ଚାଲିଯାଇଛନ୍ତି? ତମେ ତାଙ୍କୁ ଦେଖିଛ ଗଲାବେଳେ? ପୁଣି କହିବେ ତାହେଲେ ତମେ ତାକୁ ଅଟକେଇଲନି କାହିଁକି? ତାପରେ ରିମଝିମ୍ କହିବେ ମୁଁ ତାକୁ ଅଟକେଇବାକୁ ବହୁତ ଚେଷ୍ଟା କଲି ଆଦର୍ଶ, କିନ୍ତୁ ବହୁତ ହଟ୍ ଥିଲା ସିଏ। କହିଲା ବଡ଼ମା ତା ଉପରୁ ବିଶ୍ୱାସ ତୁଟେଇ ଦେଲେ ଆଉ ରହିକି ଲାଭ କ'ଣ? ପୁଣି କହିବେ ମୁଁ ତାକୁ ବାଧ୍ୟ କରିବାରୁ ସେ କହିଲା ସେ ଏ ଘରକୁ ପୁଣି ଫେରି ଆସିବ ସେତେବେଳେ, ଯେତେବେଳେ ସେ ବଡ଼ମାଙ୍କୁ ବିଶ୍ୱାସ ଜିତି ପାରିବ। ତାପରେ ମମତା କହିବେ ଆଦର୍ଶ, ତୁ ଦେଖୁଛୁ କ'ଣ? ଯା ଖୋଜ ସେ କୁଆଡ଼େ ଗଲା। ତାପରେ ଆଦର୍ଶ ଯାଇ ସୋଫାରେ ବସି କହିବେ ନାଇଁ ଖୁଡ଼ି, ମୁଁ ତାଙ୍କୁ ଆଉ ଖୋଜିବିନି। ସିଏ ଏ ଘର ଛାଡ଼ି ଚାଲିଯାଇଛନ୍ତି, ଠିକ୍ ହେଇଛି। ତାପରେ ଉଠି ତାଙ୍କ ରୁମ୍କୁ ଯାଉଥିବା ବେଳେ ମାୟା କହିବେ ଆଦର୍ଶ, ମୁଁ ପଲ୍ଲବୀକୁ ସେମିତି କିଛି ଉଦ୍ଦେଶ୍ୟ ରଖି କହିନଥିଲି, ବାସ୍ ଖାଲି ରାଗିକି କହିଦେଇଥିଲି। ତାପରେ ଆଦର୍ଶ ତାଙ୍କ ରୁମ୍କୁ ପଳେଇବେ। ତ ଦର୍ଶକ ବନ୍ଧୁ, ସତରେ କ'ଣ ପଲ୍ଲବୀ ଆଉ ଏ ଘରକୁ ଫେରିବେନି କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।